ମୁଁ ପ୍ରଦୀପ ଆଜି ମୁଁ ପୁଣି ମୋ ସେସନ କୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଏଇ ସେସନ ରେ ଆମେ ଗୋଟେ ସ୍ପେଶାଲ ଟପିକ ଦେଖିବା। ସେଟା କଣ ହଉଛି ନା ହାଉ ଟୁ ଇନଷ୍ଟଲ ଆଣ୍ଡ ଅନଇନଷ୍ଟଲ ସଫ୍ଟୱେयर ଇନ୍ ୟୋର ପିସି ଅର୍ ଲ୍ୟାପଟପ୍। ଦେଖି ନିଅନ୍ତୁ, ହାଉ ଟୁ ଇନଷ୍ଟଲ ଅର୍ ଅନଇନଷ୍ଟଲ ସଫ୍ଟୱେयर ଇନ୍ ୟୋର ପିସି ଅର୍ ଲ୍ୟାପଟପ୍। ସୋ ଫ୍ରେଣ୍ଡସ୍, ତ ଯେମିତି କି ଆପଣ ଜାଣନ୍ତି ଯେ ଆମେ ଯୋଉ ପିସି ରେ ବା ଲ୍ୟାପଟପ୍ ରେ କାମ କରୁଛନ୍ତି କେମିତି ନା ବାଇ ଦ ହେଲ୍ପ ଅଫ୍ ଏ ସଫ୍ଟୱେयर। ଡାଇରେକ୍ଟଲି ଆମେ ତ କମ୍ପ୍ୟୁଟର ସହିତ କାମ କରୁନାହାନ୍ତି ନା ଗୋଟେ ସଫ୍ଟୱେୟରକୁ ଆମେ ଇନଷ୍ଟଲ କରୁଛନ୍ତି। ଇନଷ୍ଟଲ କରିବା ଭିତରେ ଆମର ରିକ୍ୱାରମେଣ୍ଟ ଅନୁସାରେ ଆମେ କାମ କରିପାରୁଛନ୍ତି। ତ ଫ୍ରେଣ୍ଡସ୍, ଆମେ ଦେଖିବା ଏବେ ପ୍ରଥମେ ଦେଖିବା ଯେ ଆମେ କେମିତି କଣ ଇନଷ୍ଟଲ କରିବା ଗୋଟେ ସଫ୍ଟୱେୟରକୁ, ତାପରେ ଇନଷ୍ଟଲ ହେଇସାରିଲା ପରେ ଆମେ ତା ଭିତରେ କେମିତି କାମ କରିବା, ଦେନ୍ ତାକୁ ଆମେ ଅନଇନଷ୍ଟଲ କରିବା। ଚାଲନ୍ତୁ ଫ୍ରେଣ୍ଡସ୍, ସପୋଜ ଫ୍ରେଣ୍ଡସ୍ ଏଠି ମୋର ଅଲ୍ ସଫ୍ଟୱେयर ଅଛି। ଅଲ୍ ସଫ୍ଟୱେୟରେ ଡିଫରେଣ୍ଟ ସଫ୍ଟୱେयर ମୁଁ ରଖିଛି। ସପୋଜ ଏଇଠି ଦେଖନ୍ତୁ ଗୋଟେ ସଫ୍ଟୱେयर ଅଛି। ସପୋଜ ଏଇଠି ଫ୍ରେଣ୍ଡସ୍ ସ୍କାଇପି ଗୋଟେ ସଫ୍ଟୱେयर। ସେ ସ୍କାଇପି ସଫ୍ଟୱେयर କଣ ହୁଏ ନା ଆମେ କିଛି ଭିଡିଓ ଚାଟିଂ କରିପାରନ୍ତି, ଭିଡିଓ କଲ୍ କରିପାରନ୍ତି ବା କିଛି ମିଟିଂ ବି ହେଇପାରିବ। ଏଇ ସ୍କାଇପିକୁ ମୁଁ ଏବେ କଣ କରିବା ନା ଇନଷ୍ଟଲ କରିବା। ଓକେ, ତା ଉପରେ ଆପଣ କଣ କରନ୍ତୁ, ରାଇଟ୍ କ୍ଲିକ୍ କରନ୍ତୁ। ରାଇଟ୍ କ୍ଲିକ୍ କଲା ପରେ ଆପଣ ଏଠି ରନ୍ ଆଜ୍ ଆଡମିନିଷ୍ଟ୍ରେଟର କରନ୍ତୁ। ରନ୍ ଆଜ୍ ଆଡମିନିଷ୍ଟ୍ରେଟର କଣ ପାଇଁ ନା ଗୋଟେ କମ୍ପ୍ୟୁଟରର ଗୋଟେ ମାଲିକ ଥାଏ, ସେ ହଉଛି କିଏ ନା ଆପଣଙ୍କର ଆଡମିନିଷ୍ଟ୍ରେଟର, ଏବଂ ତା ଅଣ୍ଡରରେ କିଛି ୟୁଜର ଥାନ୍ତି। ସୋ ଆଡମିନିଷ୍ଟ୍ରେଟର ହଉଛି କଣ ନା ମେନ୍ ୟୁଜର, ଯିଏ କି ଏଣ୍ଟାୟାର ଆପ୍ଲିକେସନକୁ ମିନ୍ସ ଏଣ୍ଟାୟାର କମ୍ପ୍ୟୁଟର ପ୍ରତି ତାର କଣ ନା ତା ପାଖରେ ପାୱାର ଅଛି, ସେ ସବୁ କିଛି କରିପାରିବ। କିନ୍ତୁ ତା ଅଣ୍ଡରରେ କିଛି ୟୁଜର ଅଛି, ସେ ୟୁଜର ମାନେ କେବଳ ତାଙ୍କ ନିଜର ହିଁ ସେ କିଛି କାମ କରିପାରିବେ। ଦେଖନ୍ତୁ, ସୋ ଏଇ ରନ୍ ଆଜ୍ ଆଡମିନିଷ୍ଟ୍ରେଟର ଉପରେ ଆପଣ କ୍ଲିକ୍ କରିବେ। ଓକେ, ତ ଏଠି ଆସୁଛି କଣ, କ୍ଲିକ୍ ଇନଷ୍ଟଲ ଟୁ କଣ୍ଟିନ୍ୟୁ ୱିଥ୍ ଦ ଇନଷ୍ଟଲେସନ। ତ ଏଇ ଇନଷ୍ଟଲ ଆଉ କ୍ୟାନସଲ, ଯଦି ଆପଣ ଇନଷ୍ଟଲରେ କ୍ଲିକ୍ କରିବେ ଆପଣ ଇନଷ୍ଟଲ ହବ, ଆଉ କ୍ୟାନସଲ କ୍ଲିକ୍ କଲେ ସେ କ୍ୟାନସଲ ହେଇଯିବ। ସୋ ମୁଁ ଏବେ ଇନଷ୍ଟଲରେ କ୍ଲିକ୍ କଲି। ଫ୍ରେଣ୍ଡସ୍ ଦେଖନ୍ତୁ, ସେ ଅଟୋମେଟିକାଲି ଇନଷ୍ଟଲ ହଉଛି ଏବଂ ପର୍ଟିକୁଲାରଲି କୋଉଠି ସି ଡ୍ରାଇଭ୍, ପ୍ରୋଗ୍ରାମ ଫାଇଲ୍ସ 86 ମାଇକ୍ରୋସଫ୍ଟ ସ୍କାଇପି ଫର ଡେସ୍କଟପ୍। ତ ଏଇ ଯୋଉ ଲୋକେସନ ଦେଖଉଛି, ଏଇ ଲୋକେସନରେ ସେ କଣ କରୁଛି ନା ଆମର ତାକୁ ଇନଷ୍ଟଲ କରୁଛି, ମିନ୍ସ ଏଇ ସଫ୍ଟୱେୟରଟାକୁ ସେ ଇନଷ୍ଟଲ କରୁଛି। ଓକେ ଫ୍ରେଣ୍ଡସ୍, ଏବେ ଦେଖନ୍ତୁ ସଫ୍ଟୱେୟରଟା ଆମର ଇନଷ୍ଟଲ ହେଇଗଲା। ଇନଷ୍ଟଲ ହେଇଗଲା ପରେ ଆମେ ଏବେ କଣ କରିପାରିବା, ଆଧାରେ କିଛି କାମ କରିପାରିବା। ଯେମିତିକି ସପୋଜ ଏଠି ଲେଟ୍ସ ଗୋ, ଏଠି କ୍ଲିକ୍ କରନ୍ତୁ, ସାଇନ୍ ଇନ୍ ଅର୍ କ୍ରିଏଟ୍। ଏଠି ଦେଖନ୍ତୁ ସାଇନ୍ ଇନ୍ ଅର୍ କ୍ରିଏଟ୍, ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣ ସେ କିଛି କଣ କ୍ରେଡେନ୍ସିଆଲ ମାଗିବ, ୟୁଜର ନେମ୍ ପାସୱାର୍ଡ ଆପଣ ଦେଲା ପରେ ଆପଣ ଆ ଭିତରକୁ ଏଣ୍ଟ୍ରି କରିପାରିବେ। ସୋ ଫ୍ରେଣ୍ଡସ୍, ଆମେ ଏମିତି ଭାବରେ କଣ କରିପାରିବା ନା ଗୋଟେ ସଫ୍ଟୱେୟରକୁ ଇନଷ୍ଟଲ କରିପାରିବା। ଦେଖନ୍ତୁ ଆପଣ କ୍ରେଡେନ୍ସିଆଲ ସେ ମାଗୁଛି, ସପୋଜ ଆକୁ ମୁଁ କ୍ଲୋଜ କରିଦେଲି। ତ ଆକ୍ଚୁଆଲି ମୁଁ ତାକୁ ପୁଣି ଆଉଥରେ କେମିତି ପାଇବି ନା କୋଉ ଜାଗା ସେ ଇନଷ୍ଟଲ ହେଇକି ରହିଲା, ଆପଣ ଏଇ ସର୍ଚ୍ଚ ବଟନକୁ ଯାଆନ୍ତୁ। ଦେଖନ୍ତୁ এই ସର୍ଚ୍ଚ ବଟନରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣ ଏଠି କଣ ଟାଇପ୍ କରନ୍ତୁ ନା ସ୍କାଇପି। ଓକେ, ସ୍କାଇପି ଟାଇପ୍ କଲା ପରେ ଦେଖନ୍ତୁ ଏଇ ସ୍କାଇପି ଆସୁଛି। ଏବେ ଆପଣ ଏଇ ସ୍କାଇପିରେ କ୍ଲିକ୍ କଲା ମାନେ ୱେଲକମ୍ ପ୍ରଦୀପ କୁମାର ଦାସ। ତାପରେ ଏବେ ମୁଁ କରିପାରିବି ତାପରେ ଆ ଭିତରେ କାମ କରିପାରିବି। ସୋ ଫ୍ରେଣ୍ଡସ୍, ସୋ ଏ ତ ଥିଲା ଆମେ କେମିତି କଣ ଇନଷ୍ଟଲ କଲେ। ଏବେ ଆମେ ତାକୁ ଦେଖିବା ଆମେ ତାକୁ କେମିତି ଅନଇନଷ୍ଟଲ କରିବା। ତ ଅନଇନଷ୍ଟଲ କରିବା ପୂର୍ବରୁ ପ୍ରଥମେ ଆକୁ ମୁଁ କ୍ଲୋଜ କରିଦଉଛି। ଓକେ, କେମିତି ଅନଇନଷ୍ଟଲ କରିବା, ଆପଣ ଏ ସର୍ଚ୍ଚ ବକ୍ସକୁ ଯାଆନ୍ତୁ। ସର୍ଚ୍ଚ ବକ୍ସରେ କଣ କରନ୍ତୁ ନା କଣ୍ଟ୍ରୋଲ ପ୍ୟାନେଲ ଟାଇପ୍ କରନ୍ତୁ। କଣ୍ଟ୍ରୋଲ ପ୍ୟାନେଲ ଦେଖନ୍ତୁ ଏଠି ଆସିଲା କଣ, କଣ୍ଟ୍ରୋଲ ପ୍ୟାନେଲ। କଣ୍ଟ୍ରୋଲ ପ୍ୟାନେଲ, ଓକେ, এই କଣ୍ଟ୍ରୋଲ ପ୍ୟାନେଲ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ କଣ୍ଟ୍ରୋଲ ପ୍ୟାନେଲ କ୍ଲିକ୍ କଲା ପରେ ଏଠି ଗୁଡ଼ାଏ ଅପସନ ଆସୁଛି। ସିଷ୍ଟମ ଆଣ୍ଡ ସିକ୍ୟୁରିଟି, ନେଟୱାର୍କ ଆଣ୍ଡ ଇଣ୍ଟରନେଟ, ହାର୍ଡୱେयर, ସାଉଣ୍ଡ, ୟୁଜର ଆକାଉଣ୍ଟସ। ସୋ ଏ ତଳେ ଦେଖନ୍ତୁ ଗୋଟେ ଅଛି କଣ ନା ପ୍ରୋଗ୍ରାମସ। ପ୍ରୋଗ୍ରାମସ ଅଣ୍ଡର କଣ ଅଛି, ଅନ୍ ଇନଷ୍ଟଲ ଏ ପ୍ରୋଗ୍ରାମ। ଏଠି କ୍ଲିକ୍ କରନ୍ତୁ। ଓକେ, ଏଠି କ୍ଲିକ୍ କଲା ପରେ ଆମେ କଣ ଇନଷ୍ଟଲ କରିଥିଲେ ନା ସ୍କାଇପି। ତ ଜଷ୍ଟ ଆପଣ ତଳକୁ ଆସନ୍ତୁ, ସ୍କ୍ରଲ କରିକି ତଳକୁ ଆସନ୍ତୁ। ତଳକୁ ଆସିଲେ ଏଠି ଆପଣଙ୍କର ସ୍କାଇପି ଦେଖନ୍ତୁ, ଏଇଟା ଇଏ ହଉଛି ଆପଣଙ୍କର ସ୍କାଇପି। এই ସ୍କାଇପିଟା ଆମେ ଏବେ ଇନଷ୍ଟଲ କଲେ, ତାକୁ ଆମେ ଏବେ ଅନଇନଷ୍ଟଲ କରିବା। କେମିତି ଅନଇନଷ୍ଟଲ କରିବା, ପ୍ରଥମେ ଆପଣ ତାକୁ ସିଲେକ୍ଟ କରନ୍ତୁ। ଓକେ, ସିଲେକ୍ଟ କଲା ପରେ ଏଇ ଉପରକୁ ଆସନ୍ତୁ। ଏଇ ଉପରେ ଦେଖନ୍ତୁ କଣ ଅଛି ନା ଅନ୍ ଇନଷ୍ଟଲ। ଏଇ ଅନ୍ ଇନଷ୍ଟଲ ଆପଣ କ୍ଲିକ୍ କରନ୍ତୁ।
वेट करंतु एटू मेसेज आपन देखुची आर यू श्योर यू वांट टू कंप्लीटली रिमूव स्काइपी एंड ऑल ऑफ इट्स कंपोनेंट्स यस जदि यस करिवे ताले अनइंस्टॉल हो जदि नो करिवे ताले अनइंस्टॉल हो नै सो हमको अनइंस्टॉल करिवार अछि सो मते एबे यस रे क्लिक करिया पड़िबो यस Skype was successfully removed from your computer ओके करंतु ओके एबे चेक करंतु ए जो जगह रे आपन कंट्रोल पैनल से इंस्टॉल हेतिला स्काइपी आउ एज स्काइपी नै ओके फ्रेंड्स ये इतला कोन ना हमर इंस्टॉल आउ अनइंस्टॉल केमिति गोटे सॉफ्टवेयर को हम कंप्यूटर रे करिबा तो फ्रेंड्स तो हमें ए सेशन को हमें एड रखिबा तो नेक्स्ट सेशन में हमें अलग किसी डिस्कशन करिबा सित पर्यंत बाय